ଆଜିର ଭିଡ଼ିଓରେ ଦେଖିବା ଆମ ଦାନ୍ତକୁ କିପରି ସଫା ରଖିପାରିବା, କେମିତି ସୁରକ୍ଷିତ ରଖିପାରିବା, ତା ସହିତ କିଛିଟା ଛୋଟ ଛୋଟ ଟିପ୍ ମଧ୍ୟ ଦେଖିନେବା। ନମସ୍କାର, କୁକ୍ ୱିଥ୍ ମୁଛା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ଏଇଠି ଦେଖନ୍ତୁ ମୁଁ କିଛିଟା ଲବଙ୍ଗ ନେଇଛି, 3 4 5ଟା ଖଣ୍ଡେ ଲବଙ୍ଗ ନେଇଛି, ତାପରେ ଗୋଲମରିଚ ମଧ୍ୟ 4 5ଟା ନେଇଛି। ତାକୁ କ'ଣ କରିବା, ଟିକେ ହାଲକା ହାଲକା ଭାଜି ନେବା, ବିଲକୁଲ ବି ବେଶୀ ପୋଡ଼ିବେନି, ଟିକେ ଯେମିତି ହାଲକା ହାଲକା ଗରମ ହେଇଯିବ। ତାକୁ କ'ଣ କରିବା, ନେଇ ଆସିବା, ଆଣିକି ତାକୁ ଚୁରିବା, ପୁରା ଫାଇନ୍ ଭାବରେ ତାକୁ ଚୁରି ନେବା। ଆଜିକାଲି ଥଣ୍ଡା ଦିନ ଚାଲିଛି, ସମସ୍ତଙ୍କ ଘରେ ସେଇ ପ୍ରୋବ୍ଲେମ୍ ରହୁଛି, ପିଲାଠୁ ବଡ଼ ଯାକେ ସମସ୍ତଙ୍କର ସେଇ ପ୍ରୋବ୍ଲେମ୍ ରହୁଛି। ଏଠି ଦେଖନ୍ତୁ ବଢ଼ିଆ ଭାବରେ ପାଲିସ୍ କରିକି ମୁଁ ଚୁରି ଆଣିଲି। ତାପରେ ଏଠି ଆଉ କ'ଣ ମିଶାଇବା, ଅଦା ଏମିତି ଛୋଟ ଖଣ୍ଡେ ନେବା, ତାକୁ ଭଲ ଭାବରେ ଛେଚିକି ତାର ରସକୁ ସେଥିରେ ମିଶାଇବା। ଆଜିକାଲି ଯେଉଁଭଳି ଥଣ୍ଡା ହେଉଛି, ସେଇ ଥଣ୍ଡାରେ ମାନେ କେତେବେଳେ କଫ ହେଉଛି, କେତେବେଳେ ପୁରା ତଣ୍ଟି ଦର୍ଜ ହେଉଛି, ହଜମ ହେଉନି, ତ ରାତି ରାତି କାଶ ହେଉଛି, ତ ସବୁ ପ୍ରୋବ୍ଲେମ୍ ଆମେ ଏଥିରେ ସଲ୍ଭ କରିପାରିବା। ବହୁତ ବଢ଼ିଆ ରେମିଡ଼ିଟେ ଆମ ଘରେ ଅଛି, ହାତ ପାହାନ୍ତରେ ସବୁ କିଛି ଜିନିଷ ମିଳିପାରିବ, ବାହାରୁ କିଛି କିଣିକି ଆଣିବାକୁ ପଡ଼ିବନି। ଏଇ ଯେଉଁ ଜିନିଷ ସବୁ ମିଶିଲା ଆମ ଘରେ ସବୁବେଳେ ଷ୍ଟକ୍ ହେଇକି ଥାଏ, ତ ଆମେ ତାକୁ ନେଇ ଆସିବା, ତିଆରି କରିଦେବା ସାଙ୍ଗେ ସାଙ୍ଗେ। ଯେତେବେଳେ ଆମର ଏଇଭଳି ପ୍ରୋବ୍ଲେମ୍ ହେବ, ତଣ୍ଟି ଦର୍ଜ ହେବ କିମ୍ବା କୌଣସି ଥଣ୍ଡା ମଣ୍ଡା ହେବ, ଏଥିରୁ ଏମିତି ଟିକେ ନେଇଯିବା। ଅଦା ରସ ସହିତ ମହୁ ଅଧ ଚାମଚ ମିଶାଇଦେଲି, ବଢ଼ିଆ ଭାବରେ ତାକୁ ଫେଣ୍ଟି ନେବା। ଏମିତି ଛୋଟ ପିଲା ହେଲେ ଏଇ ଛୋଟ ଚାମଚରେ ଅଧ ଚାମଚ ନେବେ, ଯଦି ବଡ଼ ମଣିଷ ହେଇଥିବେ ତାହେଲେ 1 ଚାମଚ ଫୁଲ୍ ନେବେ। ଦିନକୁ 2 ଥର ନେବେ, ଦେଖିବେ ଯେତେ କଫ ହେଇଥାଉ, ଥଣ୍ଡା କାଶ ହେଇଥାଉ, ସାଙ୍ଗେ ସାଙ୍ଗେ କମିଯିବ। ଇଏ ହେଲା ପ୍ରାଥମିକ ଚିକିତ୍ସା। ଆମେ ପଛରେ ଡାକ୍ତରଙ୍କ ପାଖକୁ ଯିବା ଯଦି ବେଶୀ ହେବ, କିନ୍ତୁ ଆମେ ଘରେ ଏମିତି ତିଆରି କରିକି ଆଗ ଆମେ ଆମ ଥଣ୍ଡା କାଶ ହେଲେ କମେଇବାକୁ ଚେଷ୍ଟା କରିବା। ଆଉ ଯଦି ୟା ଦେହରେ ତୁଳସୀ ପତ୍ର ମଧ୍ୟ ପକାଇବା ଆହୁରି ଭଲ। ଏବେ ଯିବା ନେକ୍ସଟ ଟିପ୍କୁ। ତ ଏଠି ଦେଖନ୍ତୁ ମୁଁ କିଛି ରସୁଣ ନେଇଛି, ତାକୁ କ'ଣ କରିବା, ଭଲ ଭାବରେ ଛେଚି ନେବା। ତ ସାଙ୍ଗମାନେ ଭିଡ଼ିଓକୁ ବିଲକୁଲ ବି ସ୍କିପ୍ କରନ୍ତୁନି, ଦେଖନ୍ତୁ ଯାହା ଯାହା ମିଶାଇଲି, ନହେଲେ ଜମା ବି ଜାଣିପାରିବେନି କିଛି ଗୋଟେ ସ୍କିପ୍ କରିଗଲେ। ବହୁତ ବଢ଼ିଆ ରେମେଡ଼ିଟେ ଆଜି ତିଆରି ହେଉଛି, ଘରେ ସବୁ କିଛି ମିଳିପାରିବ। ତାପରେ ଏଠି ନେଲି ଲବଙ୍ଗ। ଯଦି ଆମର ଦାନ୍ତ ପୋକ ଲାଗିଥାଏ, ରସୁଣ ଆମର ବହୁତ ବଢ଼ିଆ କାମ କରିବ, ବ୍ୟାକ୍ଟେରିଆ ମାରିବ। ଆଉ ଲବଙ୍ଗ ବି ଆମ ମୁହଁର ଦୁର୍ଗନ୍ଧକୁ କମେଇବ। ଏମିତି ପ୍ରପର୍ଟି ଅଛି ଏଇ ଲବଙ୍ଗରେ ଯେ ଆମ ମୁହଁରେ ଯେତେ ପ୍ରକାର ପ୍ରୋବ୍ଲେମ୍ ଥାଉ ସବୁ ସଲ୍ଭ କରେ। ଆପଣମାନେ ଜାଣିଥିବେ, ଲବଙ୍ଗ ପାଟିରେ ପକାଇକି ଜଣେ ଜଣେ ଚୋବାନ୍ତି, କାରଣ ଲବଙ୍ଗଟା ଆମର ପାଟିରେ ଯେତେ ସବୁ ପ୍ରୋବ୍ଲେମ୍ ଥାଏ କମେଇ ଦିଏ। ଘା ଫା ହେଇଥିବ କିମ୍ବା କୌଣସି ଥଣ୍ଡାରୁ ଯଦି ଛାଡ଼ି ଛାଡ଼ି ହେଇଥିବ, ଲବଙ୍ଗ ବହୁତ ବଢ଼ିଆ କାମ ଦିଏ। ରସୁଣଟା ପୁରା ଗରମ, ସେଥିପାଇଁ ସେଇଟା ବି ମୁହଁରେ ତା ଦେହରେ ଦାନ୍ତରେ ଯଦି ଆମେ ଦେବା, ଦାନ୍ତ ଯେତେ ପୋକ ଲାଗିଥିବ କିମ୍ବା ଦୁର୍ଗନ୍ଧ ହେଉଥିବ ତା ମଧ୍ୟ କମି ଯାଇପାରେ। ଏଥିରେ ମିଶାଇଲି ମୁଁ 1/2 ଚାମଚ ପାଖାପାଖି ଭଜା ହେଇଥିବା ଫିଟକିରି ଗୁଣ୍ଡ, ମାନେ ଫିଟକିରିକୁ ଟିକେ ଭାଜିକି ତାକୁ ଗୁଣ୍ଡ କରିକି ରଖିଥିଲି, ତାକୁ ଦେଲି। ଫିଟକିରି ଦାନ୍ତ ପୁରା ସଫା କରିବ, ବହୁତ ବଢ଼ିଆ କାମ ଦେବ। ତ ସଫା କରିବାରେ ବହୁତ ବଢ଼ିଆ କାମ କରିବ ଏଇ ଫିଟକିରି ଗୁଣ୍ଡ। ତାପରେ ଏଥିରେ ଆମେ ବ୍ୟାକ୍ଟେରିଆ ମରିବା ପାଇଁ ଦେଖନ୍ତୁ ହଳଦୀକୁ ଟିକେ ସେମିତି ଉଷୁମ କରିକି ତାକୁ ଦେଇଛି। ଦେଖନ୍ତୁ 1 ଚାମଚ ପାଖାପାଖି ହଳଦୀ ଏଠି ନେଇଛି। ଏ ଯେତେ ସବୁ ଜିନିଷ ମିଶୁଛି ନା, ଆମର ବହୁତ ବଢ଼ିଆ ପେଷ୍ଟ ଭଳିଆ ତିଆରି ହେଇଯାଇଛି। ଆଉ ଦାନ୍ତ ସଫା ହେବ, ପୋକ ଯଦି ଲାଗିଥିବ ପୋକ ଲାଗିବନି। ଆଉ ସବୁଦିନ ହେଲେ ବ୍ୟବହାର କରିବାକୁ ପଡ଼ିବ ଏସବୁ ଜିନିଷକୁ, ଆମେ ଯଦି ତିଆରି କରୁଛେ ଘରେଇ। ତ ତାପରେ ଏଥିରେ ଆମେ ଦେବା ଲୁଣ ଟିକେ। ସବୁ ଜିନିଷ ଯେଉଁ ମିଶିଲା ବହୁତ ବଢ଼ିଆ କାମ ଦେବ। ତାପରେ ଆମେ ପୁରା ପେଷ୍ଟ ଭଳି କରିବା ପାଇଁ ଅଟା ଟିକେ ନାଗୁରୁ ମିଶାଇ ଦେବା। ଟିକେ ଯେତେବେଳେ ଆମେ ତା ଦେହରେ ପାଣି ପକାଇକି ଗୁଣ୍ଡ ସବୁ ଗୋଳେଇବା, ସିଏ ପୁରା କ'ଣ ହେବ ନା, ପୁରା ପେଷ୍ଟ ଭଳି ହେବ। ଅଟାଟା ବି ସଫା କରିବାରେ ମଧ୍ୟ ସାହାଯ୍ୟ କରେ। ଦାନ୍ତ ହେଉ, ଯେକୌଣସି ହାତ ଚିକିଟା ଫିକିଟା ଯଦି ତେଲ ଚିକିଟା ହେଇଥିବ ତାକୁ ବି ସଫା କରିପାରିବ। ତାପରେ ଏଠି ଦେଖନ୍ତୁ ଗୋଟେ ବଟିକା ନେଇଛି। ଏ ବଟିକାଟା ନା, ଯେଉଁ ଚୁରିକି ଯେତେବେଳେ ଆମେ ସେଥିରେ ପକାଇଦେବା, ଇଏ ଆହୁରି ପୁରା ଡବଲ କାମ କରିବ। ଯେତେ ସବୁ ଇନଫେକ୍ସନ୍ ଥିବ ପାଟିରେ, ଦାନ୍ତରେ, ସବୁ ଏଇଟା କମେଇବ। ଆଉ ଏଇ ବଟିକାକୁ କେବେ ସ୍କିପ୍ କରିବେନି, ତାକୁ ଗୁଣ୍ଡ କରିକି ପକାଇଦେବେ ସେଥିରେ। ଦେଖନ୍ତୁ ଆଉ ଏଥିରେ ବି କିଛି ଜିନିଷ ମିଶାଇବା, ଲୁଣ ମିଶାଇବା। ଲୁଣ ବି ଆମର ଦାନ୍ତକୁ ବହୁତ ବଢ଼ିଆ କ୍ଲିନ୍ କରିବ, ଜୀବାଣୁ ମାରିବ। ଦାନ୍ତ ଯଦି ପୋକ ଲାଗିଥିବ ତାକୁ ବି ସାହାଯ୍ୟ କରିବ। ଲୁଣ ବହୁତ ବଢ଼ିଆ ବ୍ୟାକ୍ଟେରିଆ ମାରିବ। ଆଉ ମୁହଁରେ ଯଦି ଟିକେ ଟିକେ ଛାଲ ଭଳି ହେଇଯାଇଥିବ ତାକୁ ବି କମେଇବ। ଟିକେ ସୋରିଷ ତେଲ ତା ଦେହରେ ଦେଇଦେଲେ ଆହୁରି ବଢ଼ିଆ। ସୋରିଷ ତେଲ ନିଶ୍ଚୟ ନେବେ, ଆଉ କୌଣସି ତେଲ ନେବେନି। ସୋରିଷ ତେଲ ଆଉ ଲୁଣ ଆଉ ଯେତେ ସବୁ ଜିନିଷ ମିଶିଲା, ଏସବୁ ସବୁ ପୁରା
ଫାଷ୍ଟ ମାନେ ବହୁତ ବଢ଼ିଆ ରେମେଡ଼ି। ଆଉ ଆକୁ ସବୁ ପ୍ରକାର କାମ ଦେବ। ଦାନ୍ତ ପୁରା ସଫା ହେବାକୁ ଜିନିଷ ମିଶିଲା, ବ୍ୟାକ୍ଟେରିଆ ମରିବାକୁ ଜିନିଷ ମିଶିଲା, ପାଟିର ଇନଫେକ୍ସନ୍ କମେଇବାକୁ ଜିନିଷ ମିଶିଲା। ଯେତେ ସବୁ ଜିନିଷ ଏଥିରେ ମିଶିଛି ସବୁ ବହୁତ ବଢ଼ିଆ କାମ ଦେବ। ଦାନ୍ତ ପୋକ ଲାଗିଲେ ବି ୟାକୁ ବ୍ୟବହାର କରିବେ। ଦାନ୍ତ ଯଦି ହଳଦିଆ ପଡ଼ିଥିବ ସଫା ହେବ ବି। ସବୁ ଜିନିଷ ମିଶିଛି, ସବୁ ପ୍ରକାର କାମ ଦେବ। ଏଠି ଦେଖନ୍ତୁ ମୁଁ ଟିକେ ନାଗୁରୁ ପେଷ୍ଟ ଆଣିକି ବ୍ରସ୍ରେ ଲଗେଇଦେଲି, କାରଣ ସେ ଗୁଣ୍ଡଟା ଯେମିତି ସେଥିରେ ଲାଗିକିରି ରହିବ। ଆଉ ଘଷିଲେ ଫେଣ ବି ଟିକେ ହେବ। ଛୋଟ ପିଲାମାନଙ୍କୁ ବି ଦେବେ। ଛୋଟ ପିଲାମାନଙ୍କର ବିଶେଷ କରିକି ବେଶୀ ଦାନ୍ତ ପୋକ ଖାଏ, ଦାନ୍ତ ହଳଦିଆ ପଡ଼େ। ଏସବୁ ଆମେ ପ୍ରୋବ୍ଲେମକୁ ସଲ୍ଭ କରିପାରିବା। ଏଇ ରେମେଡ଼ିଟା ନିଶ୍ଚୟ ତିଆରି କରନ୍ତୁ। ପାଣି ପକେଇବେନି, ଆକୁ ତିଆରି କରିକି ରଖିଦେଇଥିବେ। ଯେତେବେଳେ ଘଷିବେ ଟିକେ ପାଣି ପକେଇବେ, ପେଷ୍ଟ ଟିକେ ନାକୁ ଲଗେଇଦେବେ, ଘଷିବେ। ତ ଆକୁ ଷ୍ଟୋର କରିକି ରଖିଥିବେ, ଯେତେବେଳେ ଦରକାର ହେବ ବ୍ୟବହାର କରିବେ। ଏବେ ଯିବା ଆମେ ନେକ୍ସଟ ଟିପ୍କୁ। ଦେଖନ୍ତୁ ଶାଗଟା ଆମେ ଯେତେବେଳେ ଆଣୁଛେ, ଶାଗକୁ କ'ଣ କରୁଛେ ନା ଆମେ କାଟିବାକୁ ବହୁତ ସମୟ ଲାଗେ, ବାଛିବାକୁ ବହୁତ ସମୟ ଲାଗେ। ତ ଘାସ ଫାସ ଥିବ, ତା ଭିତରେ କେତେ ଅସନା ଥିବ। ଆମେ କେମିତି କାଟିଲେ ଅତି ଶୀଘ୍ର ଆମେ ତାକୁ କାଟିପାରିବା। ତ ଏମିତି ଗୋଟେ ଦେଖନ୍ତୁ ଏମିତି ଗୋଟେ ଯେତେବେଳେ କରୁଛେ ଘାସ ବି ତା ଦେହରେ ରହୁଛି, ତାକୁ ବାଛିବାକୁ ପଡ଼େ। ଆଉ ଗୋଟେ ତାକୁ ଯଦି ଆମେ ବାଛିବା ବହୁତ ସମୟ ଲାଗିବ। ତ ଆମେ କ'ଣ କରିବା, ସିଧା ଏମିତି କ'ଣ କରିବା, ଧରିବା, ଏମିତି କ'ଣ କରିବା, ସିଧା ଯେଉଁଠି ବନ୍ଧା ହେଇଥିବ ସେଇଠୁ କ'ଣ ତାର ଏପଟରୁ ଆମେ ଏମିତି କାଟି ନେବା। ଦେଖନ୍ତୁ ତାପରେ ଆପଣ କହିବେ ଘାସ ରହିଲା, କେମିତି ଘାସକୁ ତାକୁ ବାହାର କରିବା? ଟିକେ ଘାସ ଅଳିଆ ଥାଏ, ଏମିତି ଦେଖନ୍ତୁ ଝାଡ଼ିଦେଲେ ସେ ସବୁ ଘାସ ସେଇ ମୂଳରେ କିନା ଥବ। ଦେଖନ୍ତୁ ଏଇଠି ଆଉ ଭିତରକୁ ଏତେ ନଥିବ, ଯେଉଁ ଗୋଟେ ଥିବ ସେ ଦେଖାହେବ। ଦେଖନ୍ତୁ ଏଇଠି ଦେଖାହେବ, ଆମେ ବାଛି ଦେଇପାରିବା। ଏମିତି ଆମେ ସବୁତକ ଶାଗ ସାଙ୍ଗେ ବାଛିପାରିବା। କାଟିବା ପ୍ରୋସେସ୍ ବି ଅଛି। କାଟିବା ଆମେ କେମିତି କାଟିଲେ ଅତି ସହଜରେ କାଟିପାରିବା, ଆଉ ଆମକୁ ବିଶେଷ କରିକି ସମୟ ଲାଗିବନି। ଆଉ ଆମର ଘାସ ବି ବାଛି ହେଇଗଲା ଅତି ଶୀଘ୍ର, କାଟି ବି ହେଇଗଲା ଅତି ଶୀଘ୍ର। ଦେଖନ୍ତୁ ଏବେ ମୁଁ କାଟିକି ଦେଖାଉଛି ଶାଗକୁ। ତ ସବୁ ଗୃହିଣୀଙ୍କର ଚିନ୍ତା ଶାଗକୁ ବାଛିବାକୁ, କାଟିବାକୁ। ତ ନିଶ୍ଚୟ ତାଙ୍କୁ ଟିକେ ସମୟ ଲାଗେ, ଯେତେବେଳେ ସକାଳୁ ତରତରରେ ଥିବେ ରୋଷେଇ ଦିହରେ, ତ ଶାଗ ବାଛିବାଟା ତାଙ୍କୁ ଟିକେ ସମୟ ଲାଗେ। ଆଉ କେମିତି ଶୀଘ୍ର ହେଇଯାନ୍ତା ଭାବୁଥିବେ। ଯଦି ଏଇ ଛୋଟ ଟିପ୍ସ ଗୁଡ଼ାକ ଜାଣିଥିବେ, ଟ୍ରିକ୍ ଜାଣିଥିବେ, ତାହେଲେ ଆପଣଙ୍କ କାମକୁ ଆପଣ ଅତି ସହଜ କରିନେବେ। ତ ଆମେ କାଟିବା କେମିତି? ପୁଣି ଜଣକୁ ଶାଗ ବିଲକୁଲ ବି କାଟି ଆସେନି, ହାତରୁ ଖସିଯାଏ। ତ ଆମେ ଏମିତି ରବର ଗୋଟେ ନେଇ ଆସିବା। ଯେତେ ଶାଗ ହଉ ଏଇଭଳି ରବର ଆଣିକି ତାକୁ ବାନ୍ଧି ନେବା। ଆଉ ସେ ଖସିବନି, ଏପଟ ସେପଟ ହେବନି। ଆପଣ ଆରାମରେ ତାକୁ ଶାଗକୁ ବାଛିପାରିବେ, କାଟିପାରିବେ। ଦେଖନ୍ତୁ ଏମିତି ହିଁ ଦେଖନ୍ତୁ, ଏଇ ରବର ବାନ୍ଧିଦେଲେ କାଟିଲେ ବିଲକୁଲ ବି ଶାଗ ଏପଟ ସେପଟ ହେବନି। ଯେଉଁମାନେ ନୂଆ ଶାଗ ଧରିକି କାଟୁଛନ୍ତି, ମାନେ ଛୋଟ ନୂଆ ବୋହୂମାନେ, ସେମାନେ କ'ଣ କରନ୍ତି, ଶାଗ ଜମା ବି କାଟି ପାରନ୍ତିନି, ଶିଖିନଥାନ୍ତି। ତ ତାଙ୍କୁ ଟିକେ ପ୍ରୋବ୍ଲେମ୍ ହୁଏ। ସେମାନଙ୍କ ପାଇଁ ବହୁତ ବଢ଼ିଆ ରହିବ ଏଇ ଟିପ୍ଟି। ରବରକୁ ଏମିତି ବାନ୍ଧି ନେବେ, କାଟିବେ, ପୁଣି ଟିକେ ପାଖାପାଖି ହେଇଗଲେ ରବରକୁ ଆଉ ଟିକେ ଖସେଇ ଆଣିବେ ତଳକୁ। ଆଉ ଯେତେ ଛାଡ଼ିଲେ ବି ଶାଗ କାଟୁଥିବେ, ଟିକେ ଛାଡ଼ିଦେଲେ ବି ସେ ଏପଟ ସେପଟ ହେବନି, ଅଳିଆ ହେବନି, କିମ୍ବା ଆଉ ଶାଗ ଅଲରା ହେବନି। ସାଙ୍ଗେ ସାଇଜରେ ଦେଖନ୍ତୁ କାଟି ହେଇଯିବ। ତ ଦେଖନ୍ତୁ ବହୁତ ବଢ଼ିଆ ଭାବରେ କାଟି ହେଇଗଲା ନା। ଏତେ ସହଜରେ ଶାଗଟି ଆମେ କାଟିପାରିଲେ, ଯେକୌଣସି ଛୋଟ ପିଲା ବି ଶାଗକୁ କାଟିପାରିବେ। ଆଜିର ଟିପ୍ କେମିତି ଲାଗିଲା ନିଶ୍ଚୟ ସାଙ୍ଗମାନେ କମେଣ୍ଟରେ ଜଣାଇବେ। ଆଜି ପାଇଁ ରହୁଛି, ଜୟ ଜଗନ୍ନାଥ।